ମଟନ୍ ହେଉଛି ଏମିତି ଏକ ଆମିଷ ଜାତୀୟ ଖାଦ୍ୟ ଯାହାକି ଆମିଷ ପ୍ରେମୀଙ୍କ ସବୁଠୁ ପସନ୍ଦ। ମଟନ୍‌ର ସ୍ୱାଦ ଏବଂ ବାସ୍ନା ଯୋଗୁଁ ଅନେକ ଲୋକେ ଏହାକୁ ଖାଇବାକୁ ବହୁତ ପସନ୍ଦ କରିଥାନ୍ତି। ଆମିଷ ମଧ୍ୟରେ ସବୁଠୁ ପ୍ରିୟ ଖାଦ୍ୟ ପ୍ରାୟତଃ ମଟନ୍ ବୋଲି ଧରି ନିଆଯାଏ। ଅବଶ୍ୟ ରେଟ୍ ଅଧିକ କିନ୍ତୁ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି। ମଟନ୍‌ରେ ଅଧିକ ପରିମାଣର ପୋଷକ ତତ୍ତ୍ୱ ରହିଥାଏ ଯାହାକି ଶରୀର ପାଇଁ ବେଶ୍ ଲାଭଦାୟକ ଅଟେ। ରେଡ୍ ମିଟ୍ ବା ମଟନ୍‌ରେ ପ୍ରୋଟିନ୍, ଭିଟାମିନ୍ ଏବଂ ଆଇରନ୍ ଭରପୁର ଥାଏ। ତେଣୁ ମଟନ୍ ସମସ୍ତଙ୍କର ଫେଭରାଇଟ୍ ଥାଏ। ମଟନ୍‌ରେ ବିଭିନ୍ନ ପ୍ରକାରର ଆଇଟମ୍ ରହିଥିବା ବେଳେ ତରକାରୀ ହେଉଛି ସମସ୍ତଙ୍କର ପସନ୍ଦର ଆଇଟମ୍। ମଟନ୍ ଖାଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ। ଏଥିରେ ପୋଷକ ତତ୍ତ୍ୱ ରହୁଥିବାରୁ ତାହା ଶରୀର ପାଇଁ ବେଶ୍ ଲାଭଦାୟକ ହୋଇଥାଏ। କିନ୍ତୁ ପ୍ରତିଦିନ ମଟନ୍ ଖାଇବା କିମ୍ବା ଏକାଥରେ ଅଧିକ ପରିମାଣର ମଟନ୍ ଖାଇବା ଦ୍ୱାରା ଶରୀର ଉପରେ ସାଂଘାତିକ ପ୍ରଭାବ ପକାଇଥାଏ। ମଟନ୍ ଖାଇବା ଦ୍ୱାରା ଅନେକ ଗୁଡ଼ିଏ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖାଯାଏ, ଯାହାକି ପରବର୍ତ୍ତୀ ସମୟରେ ସାଂଘାତିକ ଶାରୀରିକ ସମସ୍ୟାକୁ ଡାକି ଆଣିଥାଏ। ଆପଣ ଜାଣିଛନ୍ତି କି ମଟନ୍ ଖାଇବା ଦ୍ୱାରା ସାଂଘାତିକ ରୋଗ ହୋଇଥାଏ? ହାଡ଼କୁ ସୁସ୍ଥ ଏବଂ ମଜବୁତ ରଖିବା ପାଇଁ କ୍ୟାଲସିୟମ ବହୁତ ଜରୁରୀ ହୋଇଥାଏ। କିନ୍ତୁ ଅଧିକ ପରିମାଣର ମଟନ୍ ଖାଇଲେ ବୋନ୍‌ର କ୍ୟାଲସିୟମ ଦୁର୍ବଳ ହୋଇଯାଏ ଆଉ ତାହାପରେ ଅଧିକ ମାତ୍ରାରେ ଦେଖିବାକୁ ମିଳିପାରେ ଏବଂ ଶରୀରର ହାଡ଼ ଦୁର୍ବଳ ହୋଇଥାଏ। ମଟନ୍ ଖାଇବା ଦ୍ୱାରା ହୃଦରୋଗ ଏବଂ ଅନ୍ତନଳୀ କ୍ୟାନ୍ସର ହୋଇଥାଏ। ଧୀରେ ଧୀରେ ଏହା ଶରୀରକୁ ଖୋଳ କରିବା ଆରମ୍ଭ କରିଦିଏ, ଯାହାଦ୍ୱାରା ଜୀବନ ମଧ୍ୟ ଚାଲିଯାଇପାରେ। ଅଧିକ ରେଡ୍ ମିଟ୍ ଖାଇଲେ କୋଲେଷ୍ଟ୍ରଲ୍ କ୍ୟାନ୍ସର ହୋଇଥାଏ। ଏହା ସହିତ ଟାଇପ୍ 2 ଡାଇବେଟିସ୍ ମଧ୍ୟ ହେବାର ଆଶଙ୍କା ରହୁଛି। ତେବେ ଏଇଭଳି ଭାବରେ ଖାଇଲେ ଡାଇବେଟିସ୍ ହେବାର ସମ୍ଭାବନା 50% ଅଧିକ ରହୁଛି। ମଟନ୍‌ରେ ହାନିକାରକ ବ୍ୟାକ୍ଟେରିଆ ଥାନ୍ତି, ଯାହାକି ଶରୀର ପାଇଁ ଅତ୍ୟନ୍ତ ଖରାପ ଅଟେ। ମଟନ୍ ଖାଇବା ଦ୍ୱାରା ତାହା ହଜମ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ, ଯାହା ଫଳରେ ଅଧିକ ଥକ୍କା ଅନୁଭବ ମଧ୍ୟ ହୋଇଥାଏ। ବ୍ୟୁରୋ ରିପୋର୍ଟ, ଏସ୍‌ସିଟିଭି ଓଡ଼ିଆ।